ମୋ ଜୀବନ ଶେଷ ସୀମା ପର୍ଯ୍ୟନ୍ତ ମୁଁ ଲୋକଙ୍କ ପାଇଁ ସେବା କରିବା ପାଇଁ ପ୍ରସ୍ତୁତ ଜଣେ ରହିବି। ସମାଜସେବୀ ଶ୍ରୀ ଅଲେଖ ଚନ୍ଦ୍ର ଜେନାଙ୍କର କାର୍ଯ୍ୟକ୍ରମ ଏଥିରେ ସେ କିଛି ବୃଦ୍ଧି ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିବା ପାଇଁ କାର୍ଯ୍ୟକ୍ରମ ରଖିଛନ୍ତି। ଏହି କାର୍ଯ୍ୟକ୍ରମ ବିଗତ ବର୍ଷ ମାନଙ୍କରେ ଅନୁଷ୍ଠିତ ହେଉଛି। ଆଜି ସେ ସେହି କାର୍ଯ୍ୟକ୍ରମରେ ଶୀତ ବସ୍ତ୍ର ପ୍ରଦାନ କରିବେ। ସେ ଜଣେ ସମାଜସେବୀ। ମା ତାରିଣୀଙ୍କ ପୀଠରେ ଆଜି ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମୁଁ ସେହି ମା ତାରିଣୀଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ଏ ଚିନ୍ତାଧାରା ସେ ଜୀବିତ ଥିଲା ପର୍ଯ୍ୟନ୍ତ ତାଙ୍କୁ ଭଲରେ ରଖନ୍ତୁ ଏବଂ ଏ କାର୍ଯ୍ୟକ୍ରମ ଜାରି ରହୁ। ଅଲେଖ ଚନ୍ଦ୍ର ଜେନା ଯାହାକୁ ଆମେ ଅଲେଖ ଅଲେଖ ଡାକୁ, ସେ ବିଭିନ୍ନ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଚେଷ୍ଟା କରନ୍ତି। ସେଥିପାଇଁ ଆମେ ତାଙ୍କୁ ସବୁ ପ୍ରକାର ସହଯୋଗ ଦେବୁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥାଉ। ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ସେ ଯେଉଁ ମକର ସଂକ୍ରାନ୍ତିରେ ଏଠି ମାଆଙ୍କର ପୂଜା ଅର୍ଚ୍ଚନା କରିବା ସହିତ ମନ୍ଦିର ପ୍ରତିଷ୍ଠା କରିବା ସହିତ ଆଜି ସେ କିଛି ଶୀତ ବସ୍ତ୍ର ଗରିବ ଲୋକମାନଙ୍କୁ ଦେବାର କାର୍ଯ୍ୟକ୍ରମ ରଖିଥିଲେ ଏବଂ ଆମେ ତାଙ୍କୁ ସହଯୋଗର ହାତ ବଢ଼େଇ ସମସ୍ତେ ଆସି ସେଠାରେ ନିୟୋଜିତ ହେଇଛୁ, ସମସ୍ତେ ପହଞ୍ଚିଛୁ। ତାଙ୍କର ଏଇ ଯେଉଁ ଜନମଙ୍ଗଳ କାର୍ଯ୍ୟକୁ ଆମେ ନିଶ୍ଚିତ ଭାବରେ ଲୋକ ଚୈତନ୍ୟରେ ପକାଇବୁ ଆଉ ଭଗବାନଙ୍କ ନିକଟରେ ମା ଭାଟିଆସୁଙ୍କ ନିକଟରେ ପ୍ରାର୍ଥନା କରିବୁ ତାଙ୍କର ଆଗାମୀ ଜୀବନ ସୁଖମୟ ହେଉ ଏବଂ ସିଏ ଭଲରେ ସୁଖରେ ଶାନ୍ତିରେ ରହି ସବୁବେଳେ ଏଇ ଜନତାଙ୍କର ଦୁଃଖୀ ଦରିଦ୍ରମାନଙ୍କର ସେବା କରିବା ପାଇଁ ଭଗବାନ ତାଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ। ମୋ ନାଁ ନରହରି ଚକ୍ର, ପୂର୍ବତନ ସରପଞ୍ଚ। ଆଜିର ମୋର ସାଙ୍ଗ ଯେ କି ପଦ୍ମଲୋଚନ ଜେନା, ଡାକ ନାମ ଅଲେଖ, ତାଙ୍କର ଆଜି ସେ ତାରିଣୀଙ୍କ ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ସେ ତା ସହିତ ସେମାନେ ପ୍ରସାଦ ସେବନ ବି କରାଯାଉଛି। ସେ ସମାଜ ସେବା ଏବଂ ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳରେ ରହିଛନ୍ତି ସେମାନଙ୍କୁ ସେମାନେ କିଛି ଶୀତବସ୍ତ୍ର ପ୍ରଦାନ କରିବେ। ତା ସହିତ ସେମାନଙ୍କର ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି ଶ୍ରୀଯୁକ୍ତ ପଦ୍ମଲୋଚନ ଜେନା ଏ ବର୍ଷ ଲାଗି 2 ବର୍ଷ ହେଲା ସେ ଶୀତବସ୍ତ୍ର ଲୋକମାନଙ୍କୁ ବିତରଣ କରିଛନ୍ତି। ମୁଁ ସଂଯୁକ୍ତା ଜେନା, ମୋ ସ୍ୱାମୀ ପଦ୍ମଲୋଚନ ଜେନା। ତାଙ୍କର ଉଦ୍ଦେଶ୍ୟ ପାଳନ କରିବା ପାଇଁ ମୁଁ ତାଙ୍କ ସହିତ ଅଛି। ମା ତାରିଣୀଙ୍କ ଆଶୀର୍ବାଦରୁ ଆମେ ଯେତେ ଦିନ ପାଇଁ ଭଲରେ ଥିମୁ, ଲୋକଙ୍କ ସେବା କରୁଥିମୁ। ଆଜି ମୋର ଗୋଟେ ପ୍ରତିଶ୍ରୁତି ଥିଲା ଲୋକମାନଙ୍କ ସେବା କରିବା ପାଇଁ। ସେଇ ଉଦ୍ଦେଶ୍ୟରେ ମୁଁ ବହୁତ ଚେଷ୍ଟା କରୁଛି କେମିତି ଭଗବାନଙ୍କ ଦୟାରୁ ସମସ୍ତେ ଗରିବ ଆଉ ବୃଦ୍ଧ ବ୍ୟକ୍ତିମାନଙ୍କୁ ପ୍ରତ୍ୟେକ ବର୍ଷ ମୋର ଏଇଭଳି ପାଳନ କରିବା ପାଇଁ ମୁଁ ପ୍ରସ୍ତୁତ ହେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି। ମୁଖ୍ୟ ସମାଜ ସେବା ଆଉ ମୁଖ୍ୟ ହେଲା ମୋର ଲୋକଙ୍କ ସେବା କରିବା ମୋର ଉଦ୍ଦେଶ୍ୟ। ବର୍ତ୍ତମାନ ମୋ ଜୀବନ ଶେଷ ସୀମା ପର୍ଯ୍ୟନ୍ତ ମୁଁ ଲୋକଙ୍କ ପାଇଁ ସେବା କରିବା ପାଇଁ ପ୍ରସ୍ତୁତ ରହିବି।